ଆପଣଙ୍କ ପରିଚୟଟା ଦେବେ। ମୁଁ ସୁରେନ୍ଦ୍ରନାଥ ନାୟକ, ତଳକୁସୁମା ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି। କ'ଣ କହିବେ ଆଜି ଋଣ ମେଳାର? ହଁ, ଆଜିର ଆମର 25-26 ମସିହାର ସମିତିରେ ଋଣ ମେଳାର ଆୟୋଜନ କରାଯାଇଥିଲା। ସର୍ବପ୍ରଥମେ ପାଟକୁରା ଶାଖାର ବ୍ୟାଙ୍କ ମ୍ୟାନେଜର ମହୋଦୟ ଋଣ ମେଳାର ଉଦ୍ଘାଟନ କରିଥିଲେ ଏବଂ 10ଟା ଠାରୁ ଋଣ ମେଳାର ଆୟୋଜନ ଆରମ୍ଭ ହୋଇଥିଲା ଏବଂ ପ୍ରବଳ ଭାବରେ ଲୋକ ଆଗ୍ରହ ସହିତ ଏହି ଋଣ ମେଳାରେ ସାମିଲ ହୋଇଛନ୍ତି। ଏବେ ସୁଦ୍ଧା ବୋଧେ 200ରୁ ଉର୍ଦ୍ଧ୍ୱ ଲୋକ ଋଣ ମେଳାରେ ସାମିଲ ହୋଇ ସାରିଛନ୍ତି ଏବଂ ପ୍ରବଳ ଭାବରେ ଲୋକ ମଧ୍ୟ ଅଛନ୍ତି। ଆମର କାର୍ଯ୍ୟକ୍ରମ ଦିନ 5ଟା ପର୍ଯ୍ୟନ୍ତ ଜାରି ରହିବ। ତେଣୁ ଆଶା କରୁଛୁ ସମବାୟ ତରଫରୁ ଭଲ ଭାବରେ ଋଣ ମେଳାର ସକ୍ସେସଫୁଲ୍ ହେବ। ଆଉ ଯେଉଁମାନେ ଋଣ ସୁଝିଲେ ତାଙ୍କ ପାଇଁ କ'ଣ ସୁବିଧା ଅଛି? ହଁ, ଯେଉଁମାନେ ଋଣ ସେଟା ମୁଁ ଦିଲ୍ଲୀପ କୁମାର ପଣ୍ଡା, ସମ୍ପାଦକ ତଳକୁସୁମା ପ୍ରାଥମିକ କୃଷି ସମିତି। କ'ଣ ଆଜି ଋଣ ମେଳାରେ କେତେ କ'ଣ ଲୋକ ଦେଲେ, କେତେ କ'ଣ ସୁବିଧା ପାଇଲେ ତା ବିଷୟରେ ଟିକେ କହିବେ। ଏ ପର୍ଯ୍ୟନ୍ତ ଦୁଇଟି ରସିଦ ମାନେ 200 ଲୋକ ଋଣ ପରିଶୋଧ କଲେଣି। ସମ୍ପୂର୍ଣ୍ଣ ଋଣ ପରିଶୋଧ କରିନାହାନ୍ତି, କିଛି କିଛି ଲୋକ ସମ୍ପୂର୍ଣ୍ଣ କରିଛନ୍ତି, କିଛି ଲୋକ ଅଳ୍ପ ଅଧିକା ଦେଇଛନ୍ତି। ଆଉ ଆମେ ଆଶା କରୁଛୁ ଭଲ ଋଣ କଲେକ୍ସନ୍ ମଧ୍ୟ ହେଲା। ଆଶା ରଖିଛୁ 50 ଲକ୍ଷ ପର୍ଯ୍ୟନ୍ତ ଋଣ କଲେକ୍ସନ୍ ହୋଇପାରେ। ଏବେ ତ 2ଟା 10-15 ହେଇଛି, ସେହି ସମୟ ଭିତରେ 10 ଲକ୍ଷ ଖଣ୍ଡେ ହେଇସାରିଲାଣି। ଆଉ 5 ଲକ୍ଷ ଆମର ଅପେକ୍ଷା କରୁଛୁ। ବଡ଼ ବଡ଼ ଋଣ ଗୁଡ଼ାକ ଆସୁଛନ୍ତି ଏବଂ ଯେଉଁମାନେ ଋଣ ପରିଶୋଧ କଲେ ସେ କ'ଣ ଆଗକୁ ଋଣ ପାଇପାରିବେ କି ନ ପାଇପାରିବେ? ହଁ, ଯେଉଁମାନେ ଋଣ ପରିଶୋଧ କଲେ ଆମେ ଋଣ ଯେଉଁ ନେଉଛନ୍ତି ତାପରେ ଇଣ୍ଟରେଷ୍ଟ ଅଛି କି? ବହୁତ କମ୍ 1 ଟଙ୍କା